ଆପଣ କୋଉଠି ସଫା କରିବାକୁ ଆସୁଛନ୍ତି? ଆମେ ଜଳ ପ୍ରତାପକୁ ଆସିଛୁ ଖସଡା କିଏ କିଏ ଆସୁଛ କଣ? ଖସଡା ରାଙ୍କୁଡା ହେଇକି ମିଳିମିଶି ହେଇ ଏଠି ସହି ନ ପାରି ଏତ ଅଳା ଆବର୍ଜନା ପଡିକି ରହିକିରି ଅବସ୍ଥା ହେଇକି ରହିକିରି ଲୋକ ଜଙ୍ଗଲ ବାଡ ପଦର ଖରା ନାହିଁ ତରା ନାହିଁ ରୋଷେଇ ବାସ କରିକି ଖାଇକିରି ପାଣି ନାହିଁ କାଞ୍ଜି ନାହିଁ ସେମିତି ଅବସ୍ଥାରେ ତାଙ୍କେ ଟେକି ନେଇକିରି ଏତିକି ଦୂର ମଧ୍ୟରେ ନେଇକିରି ତାଙ୍କେ ରୋଷେଇ ବାସ ଜଙ୍ଗଲ ଭିତରେ ଅନୁକର କରୁଛନ୍ତି। ଆଜି ଏଠି ଆମେ ନାଇଁ ଆମେ ସେଠିକି ଯିବା ଦି ଗାଁ ମିଳିମିଶି ହେଇ ସେଠି ସଫାସୁତୁରା କରିବା ବୋଲିକି ଏଠି କରିବାକୁ ଆସିଛୁ। ପାଖାପାଖି କେତେ ଜଣ ଆସୁଛନ୍ତି ଆପଣ? ଆମେ ପାଖାପାଖି 200 ଜଣ ଆସିଛୁ। କଣ ସରକାରଙ୍କୁ କଣ ଅନୁରୋଧ? କିଛି କହିନୁ ଆମେ ଅନୁରୋଧ କହିଥିଲୁ ଜିଲ୍ଲାପାଳ ଟିକେ ଯାଇଥିଲୁ ଥରେ ନାଇଁ ବେଳେ ନାଇଁ 3 ଥର ଯାଇଥିଲୁ ତଥାପି ଆପଣ କିଏ ତତ୍ତ୍ୱ ଜ୍ଞାନ ନଉନାହାନ୍ତି। ଆମେ ସେତ ଯୋଗୁଁ ଆମକୁ ବାଧିଲା ବେଶୀ ରାଙ୍କୁଡା ଖସଡା ବୋଲି ଯେତେବେଳେ ଉଭା ଉଜାଜ ପଡିଲା ଆମେ ଆସିକି ସଫା କରୁଛୁ। ସମସ୍ତେ ଆସିକି ଦି ଗାଁ କଥା ହେଇ ମିଳିମିଶି ହେଇକି ଏଠି ସଫା କରୁଛୁ। ଦେଶରୁ ଆମର ବାହାର ଦେଶରୁ ସବୁ ଆସିକିରି ଭୋଜି ଭାତ କରିକି ଯାଉଛନ୍ତି ଆଜ୍ଞା ଅଳିଆ ଆବର୍ଜନା କରି ରହୁଛନ୍ତି ଆଜ୍ଞା ଆଉ ସେଟା ପାଇଁ ଦେଖିଲୁ ଯେ ଟିକେ ଭଲ ଲାଗୁନି ତ ଦି ଗାଁ ମିଶିକିରି ଆମେ ସଫାସୁତୁରା ସବୁ କରୁଛୁ 2 ଦିନ ହେଲା ନାଇଁ ପରିଶ୍ରମ କରୁଛୁ ଆଉ ସଫାସୁତୁରା କଲେ ଲୋକ ବହୁତ ଲୋକ ଆସିବେ ଯିବେ କରିବେ ବୋଲିକିରି ଆମର ଏତିକି ଇଏ କରୁଛୁ। ପାରିଶ୍ରମିକ ମିଳୁଛି? ନାଇଁ ନାଇଁ ଆଜ୍ଞା କିଛି ପାରିଶ୍ରମିକ ମିଳୁନି ଆମେ ଶ୍ରମଦାନ ଦେଉଛୁ ଏଠିକି ଆଉ ଲୋକ ଆସିକିରି ଭଲ ମନ୍ଦରେ ଖୁସିରେ ଯିବେ ଭଲିକିରି ଯିବା ଆସିବାର କରିବେ ଆଉ ସରକାରଙ୍କୁ ଥରେ ଆମେ ଅନୁରୋଧ କରୁଛୁ ଯେ ରାସ୍ତା ଟିକେ ଆଉ ଟିକେ ଦୂଷିତ ହେତା ବୋଲେ ଟିକେ ଭଲ ହେତା ଆଜ୍ଞା। ଆମର ଏଇ ଖସଡା ପର୍ଯ୍ୟଟନ ସ୍ଥଳୀ ବୋଲେ ଏତେ ସୁନ୍ଦର ସ୍ଥଳୀ ମାନେ ଯିଏ ପର୍ଯ୍ୟଟନ ଆସିବ ବୋଲେ ପ୍ରଶଂସା କରୁଛନ୍ତି କିନ୍ତୁ ଏଇଠି ଯେଉଁ ପ୍ରକାର ପରିଷ୍କାର ଯେଉଁ ଖରାପ ହେଇକି ରହିଛି ସେ ଜିନିଷକୁ ନେଇକି ସମସ୍ତେ ଅପମାନିତ କରିକି ଯାଉଛନ୍ତି। ସେଇଥିପାଇଁ ଆମେ ଦି ଗାଁ ମିଶିକି ଖସଡା ହେଇ ରାମପଡା ମିଶିକି ଆମେ ଯେଉଁ ସ୍ଥିର କରିଛୁ ଆମେ ଦି ଗାଁ ମିଶିକି ସଫାସୁତୁରା ଯାହାହେଲେ ମଧ୍ୟ କ୍ଲିନିଂ ଟିକେ ରଖିବା ଆଉ ଏସବୁର ନେଇକି ଆମେ ଦି ଗାଁ ମିଳିତ ହେଇ କରୁଛୁ। ଆଉ ସରକାରକୁ ତ ପ୍ରାୟ ଆମେ 2-3 ଥର ଲେଟର ଦେଲୁନି ଆମର ଏ ପର୍ଯ୍ୟଟନ ସ୍ଥଳୀ ପାଇଁ ବୋଲିକି ସେମାନେ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇନାହାନ୍ତି। ତାପରେ ଆମର ରାସ୍ତା ଦେଖିବାକୁ ଗଲେ ଖରାପ ପ୍ଲସ୍ ସେ ରାସ୍ତା ଉପରେ ମଧ୍ୟ କିଛି ଇଏ ନାହିଁ ଆଉ ଏମିତି ଦି ଗାଁ ମିଶିକି ଆମେ ସଫାସୁତୁରା କରିକି ଆମର ହିସାବରେ ଆମେ ଯାଉଛୁ। ତାହିଁ ମଧ୍ୟ ସେ ପାରିଶ୍ରମର ମୂଲ୍ୟ କିଛି ନାହିଁ।